ଷଷ୍ଠ ସ୍କନ୍ଧ ପଞ୍ଚମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ବିଷ୍ଣୁମାୟାର ପ୍ରଭାବରୁ ପାଞ୍ଚଜନ୍ୟ କନ୍ୟା ଗର୍ଭରୁ ହର୍ଯ୍ୟଶ ସଂଜ୍ଞାରେ ଅୟୁତ ସେ ଦକ୍ଷ ଜନ୍ମାଇଲେ ସୁତ। ପିତଙ୍କ ଭାବ ତାଙ୍କ ନାହିଁ ସକଳେ ଧର୍ମଶୀଳ ହୋଇ ତାଙ୍କ ଆଜ୍ଞା ଘେନି ଶିରେ ପ୍ରଜା ସର୍ଜନା କରିବାରେ ପଶ୍ଚିମ ଦିଗକୁ ଗମିଲେ ସେଠାରେ ତୀର୍ଥେକ ଦେଖିଲେ। ଜାନାମ ନାରାୟଣ ସର ସଙ୍ଗମେ ସେ ସିନ୍ଧୁ ସାଗର ସିଦ୍ଧ ମୁନିରେ ସେ ସେବିତ ସ୍ପର୍ଶନ ପାପ ହୁଏ ହତ। ସେ ରାଗାଦି ରିପୁନାଶ ଯାଇ ପରମହଂସ ଦୀକ୍ଷା ବହି ପିତା ଆଜ୍ଞାରେ ସେ ଯନ୍ତ୍ରିତ ସାଧିବେ ନାନା ଉଗ୍ର ତପ। ପ୍ରଜାର ବୃଦ୍ଧି କାମ ବଳେ ତପ ସାଧନେ ମନ ଦେଲେ। ନାରଦ ଆସି ତତକ୍ଷଣ କହିଲେ ଅମୃତ ବଚନ। ହର୍ଯ୍ୟଶ ଶୁଣ ମୋ ଉତ୍ତର କେମନ୍ତେ ପ୍ରଜା ତୁମ୍ଭେ କର। ପୃଥିର ପରିମାଣ ନାହିଁ କେବେ ଦେଖିଅଛ କାଇ। ତୁମ୍ଭେ ବାଳକ ବୁଦ୍ଧି କର ସୃଷ୍ଟି ପାଳିବାକୁ ବିଚାର। ଏକ ଗୋଟି ଯେ ରାଜ୍ୟ ଅଛି ଏକ ପୁରୁଷ ତହିଁ ଅଛି। ଗହ୍ୱର ଗୋଟିଏ ଅଛଇ ତହିଁରୁ କେହି ନ ଆସଇ। ବହୁ ରୂପର ସ୍ତ୍ରୀ ଏକ ଅଛି ପୁଶ୍ଚଳୀପତି ଏକ। ଏକ ନଦୀ ଦୁଇ ସ୍ରୋତର ଘର 25 ପଦାର୍ଥର। ଚିତ୍ର ନଦୀ ଯେ ହଂସ ଅଛି ଖୁର ବଳ ଯେ ବସ୍ତୁ ଅଛି। ତୁମ୍ଭେ ନ ଜାଣ ଏହା ସର୍ବ କିପରି ସୃଷ୍ଟି ଯେ କରିବ। ହର୍ଯ୍ୟଶ ଶୁଣି ଏ ବଚନ ବିଚାର କରେ ନିଜ ମନ। ଏସବୁ କଥାକୁ ବୁଝିଲେ ସୃଷ୍ଟି ସର୍ଜନେ ମନ ଦେଲେ। ଶ୍ରୀକୃଷ୍ଣ ଉବାଚ। ଏମନ୍ତେ ମନେ ବିଚାରିଲେ ହର୍ଯ୍ୟଶ ଏକଚିତ୍ତ ହେଲେ। ନାରଦ କରି ପ୍ରଦକ୍ଷିଣ ଗଲେ ଅନିବର୍ତ୍ତ ପଥେଣ। ଅଚ୍ୟୁତ ବ୍ରହ୍ମା ଋଷିକେଶ ଅଖିଳ ପ୍ରଭୁ ପିତ ବାସ। ଅଭୟ ପାଦ ପଙ୍କଜରେ ଅଖଣ୍ଡ ଚିତ୍ତ ହୋଇ ସ୍ଥିରେ। ଆନନ୍ଦ ହୋଇ ମୁନିବର ଗମନ କଲେ ନିଜ ପୁର। ସୁତମାନଙ୍କ ନାଶ ବାଣୀ ନାରଦ ପ୍ରମୁଖରୁ ଶୁଣି ପୁତ୍ରଙ୍କ ଗୁଣ ସୁମରିଲେ ଦକ୍ଷ ଅନେକ ତାପ କଲେ। ପୁଣି ଆସି କରି ତହିଁ ରାଜ୍ୟରେ ପରିଶ୍ରାନ୍ତ ହୋଇ ଦକ୍ଷ ଆଧାନ କଲେ ବୀର୍ଯ୍ୟ ପୁତ୍ର ଜନ୍ମିଲେ ମହାତେଜ। ସହସ୍ର ପରିମିତ ହୋଇ ସର୍ବେ ଜନ୍ମିଲେ ଦେହ ବହି। ତାର ଆଜ୍ଞାକୁ ଧଇଲେ ପ୍ରଜା ସୃଜନେ ମନ ଦେଲେ। ଯେ ନାରାୟଣ ସରୋବର ତହିଁକି ଗଲେ ଖରତର। ଯେ ତୀର୍ଥ ସ୍ପର୍ଶ ମାତ୍ରକେ କମ୍ପିତ ହୋଇଲେ ପାତକେ। ପରମ ବ୍ରହ୍ମ ଜପ କରି ମହାତପକୁ ସେ ଆଚରି। କେତେ ଦିନ ନିରାହାରେ ବଞ୍ଚିଲେ ପବନ ଆହାରେ। ଏମନ୍ତ କରି ଆରାଧନ ସ୍ମରଣ କଲେ ନାରାୟଣ। ଓಂ ନମଃ ପ୍ରଭୁ ନାରାୟଣ ଅଶେଷ ପୁରୁଷ ପୁରାଣ। ବିଶୁଦ୍ଧ ତତ୍ତ୍ୱ ମହାଂସ ନମସ୍ତେ ପ୍ରଭୁ ଋଷିକେଶ। ଏମନ୍ତ ପ୍ରକାରେ ରାଜନ ପ୍ରଜା ନିମନ୍ତେ ଦେଇ ମନ। ତପ ଯେ କରୁଥିଲେ ତହିଁ ନାରଦ ମୁନି ତାଙ୍କୁ ଯାଇ। କପଟ କରିଣ ବଚନ ବୋଇଲେ ଶୁଣ ଦକ୍ଷ ନାନ। ଉଦ୍ଦେଶ୍ୟ ଭାଇମାନଙ୍କର କିମ୍ପାଇଁ ତୁମ୍ଭେ ଯେ ନ କର। ଭାତୃବତ୍ସଳ ତୁମ୍ଭେ ମାନେ ଏ କର୍ମ ନ କର କେଶନେ। ଭାଇର ଦୁଃଖେ ଯେହୁ ଦୁଃଖୀ ସେ ପ୍ରାଣୀ ସଦା କାଳେ ସୁଖୀ। ତାହାକୁ ପୁଣ୍ୟବନ୍ତ କହି ଦେବଙ୍କ ସଙ୍ଗେ ଯେହୁ ଥାଇ। ଏମନ୍ତ କହି ତାଙ୍କ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ। ସେ ପୁଣି ଭାଇମାନଙ୍କର ଉଦ୍ଦେଶ୍ୟ ଗଲେ ନୃପବର। ଭାଇର କ୍ଷୋଭେ ଯେତେ ଗଲେ ଅଦ୍ୟାପି ନିବୃତ୍ତି ନୋହିଲେ। ପଶ୍ଚିମ ରାତ୍ର ପ୍ରାୟ ହୋଇ ନିବୃତ୍ତ ଆଉ ତାଙ୍କ ନାହିଁ। ଅନେକ କାଳ ଗଲା ଯହୁଁ ଦକ୍ଷ ଜାଣିଲେ ପୁଣି ତହୁଁ। ପୁତ୍ରମାନଙ୍କ ନାମ ଶୁଣି ନାରଦ କୃତ୍ୟ ବୋଲି ଜାଣି। ପୁତ୍ର ଶୋକରେ ମୋହି ହୋଇ ନାରଦେ ଅତି କ୍ରୋଧ ହୋଇ। ନାରଦ ନିକଟେ ମିଳିଲେ ଦେଖି ନାରଦ ଭୟ କଲେ। କିମ୍ପାଇଁ କୋପରେ ଅଧୀର ନାରଦେ ବୋଲନ୍ତି ଉତ୍ତର। ଦକ୍ଷ ବାଚ। ଆହେ ଅସାଧୁ ସାଧୁଙ୍କର କଷ୍ଟକୁ କରୁ ତୁ ପାମର। ଯେଣୁ ମୋ ବାଳକକୁ ତୁଇ ଭିକ୍ଷୁକ ମାର୍ଗକୁ ଦେଖାଇ। ତିନି ଋଣରୁ ଯେ ଅମୁକ୍ତ ନୋହିଛି କର୍ମ ସମାପତ। ଶ୍ରେୟ କାରଣେ ତାଙ୍କ ତପ କିମ୍ପା ତୁ ନଷ୍ଟ କଲୁ ପାପ। କେମନ୍ତେ ଭକ୍ତ ବୋଲି ତତେ ସକଳେ ବୋଲନ୍ତି ଜଗତେ। ଈଶ୍ୱର ପାରିଷଦ ହେଉ ମନ୍ଦ କର୍ମରେ ନିତ୍ୟେ ଥାଉ। ଯେ ଜନ ବିଷ୍ଣୁ ଭକ୍ତ ହୁଏ ପ୍ରାଣୀକି କରନ୍ତି ସଦୟେ। ତୁ ମିତ୍ର ଦ୍ରୋହୀ ପାପୀ ଯହୁଁ ଏ କର୍ମ କରିବୁ ବା କାହୁଁ। ନିବେର ଠାରେ ଶତ୍ରୁପଣ କିମ୍ପାଇଁ କରୁ ଅକାରଣ। ଶତ୍ରୁ ଲୋକଙ୍କୁ କ୍ରୋଧବର ତୋ ନାହିଁ ନା ଅନ୍ୟର। ମୋହର ଯେଉଁ ସ୍ନେହ ପାଶ ଛେଦିଣ କରୁ ତୁ ବିନାଶ। ବିଷୟ କର୍ମ ଯେଉଁ ଜନ ନ ଜାଣି ଥାଇ ଅନୁଦିନ। ଏମନ୍ତେ ଅଳ୍ପ ବୁଦ୍ଧି ମନେ ହିତକୁ ନ ଜାଣେ। ତୁ ଯେଉଁ କାରଣରୁ କରି ସାଧୁଙ୍କ ଅପ୍ରିୟ ଆଚରି। ମୂଢ଼ ହୁଏ ଏ କାରଣୁ କରି ଲୋକର ମଧ୍ୟରେ ବି ହରି। ଭ୍ରମଣ କରୁଥିବୁ ତୁଇ ସ୍ଥିତି ନୋହିବ ତୋର କାହିଁ। ଶ୍ରୀ ଶୁକ ଉବାଚ। ଅସ୍ତୁ ବଲିଣ ସାପ ଘେନି ସାଧୁ ଜନ ନାରଦ ମୁନି। ଏଣୁ କରି ସାଧୁ ଶବଦ ସକଳେ ବୋଲନ୍ତି ନାରଦ। ବୋଲଇ ଦାସ ଜଗନ୍ନାଥ ସଂସାର ଲୋକ ହିତେ ଗୀତ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବ୍ୟାସିକ୍ୟାଂ ଷଷ୍ଠ ସ୍କନ୍ଧେ ନାରଦ ଶାପ କଥନେ ନାମ ପଞ୍ଚମ ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।